नमस्कार सांग माने जय जगन्नाथ। आपण माने किपरि अछंती आशा करूची आपण माने भलरे थिबे। ये देखंतु मोर फूल आउ ये गोटे येलो कलर रो फुटिथिला आ गोटे ऑरेंज कलर रो फुटिथिला। आउ सेई पाखरे किना हमर पोई लटाटा माडिचे आउ गोटे कुंडरे जोटा कि पति देवंकर देखिकी लोभ ହେଇଛି आउ से मते कहिचंती कि आज चिंकुड़ी मु नेकी आसीबी आउ काली रो तो हमर बाईगण फ्रेश बाईगण अछि आउ तमे बाईगण आलू पोई आउ चिंगुड़ी କରିଦବ। ମୁଁ କହିଲି ହଉ ଠିକ ଅଛି ତମେ ନେଇକି ଆସ। ଏ ସବୁ ଆମ ବାଡିର ତାଜା ତାଜା ଫୁଲ। ଆଉ ଆପଣ ମାନେ ତ ଜାଣନ୍ତି ମୋର ପ୍ରଥମ ଗ୍ୟାସ ଚୁଲା ଲାଗେ କ୍ଷୀର କିମ୍ବା ଚାହାରେ। ସେମିତି ମୁଁ ଆଜି ବି ଚାହା ବନା କାହାଣୀଟି କିଛି ଏମିତି ଥିଲା। ଏକ ଛୋଟ ଗାଁରେ ମୀରା ନାମକ ଜଣେ ମହିଳା ରହୁଥିଲେ। ସ୍ୱାମୀ ତାଙ୍କର ଦିନ ମଜୁରୀ କରୁଥିଲେ। ଘରେ ଅଭାବ ଥିଲା କିନ୍ତୁ ମୀରାଙ୍କ ମୁହଁରେ ସବୁବେଳେ ହସ ଥାଏ। ପ୍ରତିଦିନ ସକାଳେ ସେ ସମସ୍ତଙ୍କ ପାଇଁ ଖାଇବା ରାନ୍ଧୁଥିଲେ। ପିଲାମାନଙ୍କୁ ସ୍କୁଲ ପଠାଇଥିଲେ। ଘର କାମ ସାରି ଅନ୍ୟମାନଙ୍କ ଘରେ ଘର କାମ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଥକି ଯାଇ ଫେରୁଥିଲେ। ତଥାପି ପରିବାର ସାମ୍ନାରେ କେବେ ନିଜ କଷ୍ଟ ଦେଖେଇ ନଥିଲେ। ଏକ ଦିନ ତାଙ୍କ ପୁଅ ରାଗରେ କହିଦେଲା, ମା ତୁମେ ମୋ ପାଇଁ କଣ କରିଛ? ସେହି କଥା ମୀରା ହୃଦୟକୁ ଗଭୀର ଭାବେ ଆଘାତ କଲା। ତଥାପି ସେ କିଛି କହିଲେ ନାହିଁ। କେବଳ ହସିକି କହିଲେ, ଦିନେ ତୁ ବୁଝିବୁ। ସମୟ ବିତିଗଲା। ପୁଅ ବଡ ହେଲା, ଭଲ ଚାକିରି ପାଇଲା। ଗୋଟେ ଦିନ ସେ ମାର ପୁରୁଣା ବାକ୍ସ ଖୋଲି ଦେଖିଲା। ସେଥିରେ ଥିଲା ଫାଟି ଯାଇଥିବା ଶାଢୀ, ପୁରୁଣା ଚପଲ ଏବଂ ସ୍କୁଲ ଫିର ରସିଦ। ତାପରେ ସେ ଜାଣିଲା ଯେଉଁଦିନ ତାର ସ୍କୁଲ ଫି ଦେବାକୁ ଟଙ୍କା ନଥିଲା ସେହିଦିନ ମା ନିଜ ପାଇଁ ନୂଆ ଶାଢୀ କିଣି ନଥିଲେ। ଯେତେବେଳେ ସେ ଅସୁସ୍ଥ ଥିଲା ମା ନିଜ ଔଷଧ କିଣିବାକୁ ଛାଡି ତାର ଔଷଧ କିଣିଥିଲେ। ପୁଅର ଆଖିରୁ ଲୁହ ଝରି ପଡିଲା। ସେ ଦୌଡ଼ି ଆସି ମା ପାଖକୁ ଯାଇ କହିଲା, ମା ମତେ କ୍ଷମା କର। ମୁଁ ତୁମ ତ୍ୟାଗକୁ କେବେ ବୁଝିପାରି ନଥିଲି। ମା କେବଳ ତାର ମୁଣ୍ଡରେ ହାତ ରଖି କହିଲେ, ପିଲାମାନଙ୍କର ସଫଳତା ହିଁ ମାର ସବୁଠାରୁ ବଡ ଖୁସି। ବନ୍ଧୁମାନେ, ଜଣେ ନାରୀଙ୍କ ଶକ୍ତି ତାଙ୍କର ତ୍ୟାଗରେ, ଧୈର୍ଯ୍ୟରେ ଓ ଭଲ ପାଇବାରେ ଲୁଚି ରହିଥାଏ। ସେ ସବୁବେଳେ ନିଜ ପରିବାରକୁ ଆଗରେ ରଖନ୍ତି। ତେଣୁ ଆମେ ତାଙ୍କର ସମ୍ମାନ କରିବା ଉଚିତ। ତାଙ୍କ ସ୍ୱପ୍ନକୁ ମଧ୍ୟ ମୂଲ୍ୟ ଦେବା ଏବଂ ସେମାନଙ୍କୁ କହିବା, ତୁମେ କେବଳ ଅନ୍ୟମାନଙ୍କ ପାଇଁ ନୁହେଁ, ନିଜ ପାଇଁ ମଧ୍ୟ ଜୀବନ ବଞ୍ଚ। ମନେ ରଖ, ଜଣେ ନାରୀଙ୍କ ହସ ଏକ ପରିବାରକୁ ଖୁସି ଦେଇପାରେ ଏବଂ ତାଙ୍କର ସାହସ ଏକ ପିଢିକୁ ବଦଳାଇ ଦେଇପାରେ। ଆପଣଙ୍କୁ କିପରି ଲାଗିଲା ଏ ଭାବପୂର୍ଣ୍ଣ କଥାଟି ମୁଁ ଯେତେବେଳେ କହିଲି? ସତ କଥା କହିଲେ କଣ ପିଲାମାନଙ୍କ ପାଇଁ ମା ମାନେ କେବେ କଣ କିଛି କରିନାହାନ୍ତି? ସମସ୍ତେ, ମୁଁ ବି ଜଣେ ମା, ମୁଁ ବି ମୋ ପିଲା ପାଇଁ କରୁଛି। ହେଲେ ପରିଶେଷରେ ଯେତେବେଳେ ପୁଅ ମତେ କହିବ, ମା ତୁ ମୋ ପାଇଁ କଣ କରିଛୁ? କଣ ଖାଲି କୋଠା ବାଡି ଗାଡି ଏଇସବୁ କରିଲେ ହିଁ ମା କରିଥାଏ, ନହେଲେ ମା କିଛି କରିନଥାଏ? ମାର ଯଦି ସେତିକି ତ୍ୟାଗ ନଥାନ୍ତା ଆଜି ଜଣେ ବାପା ବି ସେତିକିଟା କାମକୁ ଯାଇପାରନ୍ତି କି? ଆଜି ପତିଦେବଙ୍କର ଇଚ୍ଛା ହେଲା, ପତିଦେବ କହିଲେ, ମୁଁ ଯଦି ଆଜି ମନା କରିଥାନ୍ତି ନା ମୁଁ କରିପାରିବିନି, ତ ପତିଦେବଙ୍କ ମନ ନିଶ୍ଚିତ ଭାବରେ କଷ୍ଟ ହେଇଥାନ୍ତା। ଆଉ ଦିନ ତମାମ ଭିତରେ ସେ ଭାବିଥାନ୍ତେ ଯେ ମୁଁ ମୋ ଧର୍ମ ପତ୍ନୀକୁ କହିଲି ମତେ ଟିକେ ଏଇଟା ବନେଇକି ଦବ, ମୋର ଟିକେ ଇଚ୍ଛା ହେଲା ଖାଇବା ପାଇଁ, କଣ ସିଏ ମତେ ବନେଇ ଦେଇଥିଲେ କିଛି ଅସୁବିଧା ହେଇଥାନ୍ତା କି? ସେଇଆ ପ୍ରତ୍ୟେକଟି ମା ହଉ କି ସ୍ତ୍ରୀ ହଉ, ଯିଏ ବି ହଉ, ସମସ୍ତେ ହିଁ କାମ କରୁଛନ୍ତି। ପ୍ରତ୍ୟେକଟି ମା ପିଲା ପାଇଁ କରେ, ଆଉ ପ୍ରତ୍ୟେକଟି ସ୍ୱାମୀ ପାଇଁ ବି ସେ କରେ। ଆଉ ଯେତିକିଟା ସମୟ ତାର, ମୁଁ ଆଗରୁ ବି କହିଛି, ମୁଁ ବୋଲି କଥା ନୁହେଁ, ସମସ୍ତେ କୁହନ୍ତି ପ୍ରତ୍ୟେକଟି ସ୍ତ୍ରୀ ଲୋକର ପ୍ରତ୍ୟେକଟି କାମ ତାର ସଂସାର ପାଇଁ। ମୁଁ ଯଦି ଜଲ୍ଦି ଜଲ୍ଦି ବର୍ତ୍ତମାନ କାମ ସାରିବି, ତାହେଲେ ପତିଦେବ ଆଜି ମାନେ ଅଫିସ ବାହାରିକି ଯିବେ। ଆଉ ଆଜି ଦିନରେ ମୋର ଗୋଟେ ଏମିତି ମିରାକଲ ବି ହେଇଛି, ସେଟା ମୁଁ ଆପଣଙ୍କୁ ଲାଷ୍ଟରେ କହିବି।
ସତ କଥା ମାନେ ଆକ୍ଚୁଆଲି ଆମେ କିଛି ଭାବିଥାଉ, ଯୋଉଟା ଭାବିଥାଉ ମନରେ କିଛି ଜିନିଷ ଆମର ସଡନ ପୂରଣ ହେଇଯାଏ, କିଛି ଜିନିଷକୁ ଟିକେ ଟାଇମ ଲାଗେ। ସତ କଥା। ତେଣୁ ସବୁବେଳେ ମାନେ ପଜିଟିଭ ଥିଙ୍କିଙ୍ଗ କରିବା ଏଇଟା ହିଁ ଭଲ କଥା। ଆମେ ଯଦି ସବୁବେଳେ ସମସ୍ତଙ୍କ ପାଇଁ ଯିଏ ଯେତେ ବି ମାନେ ଯଦି ମୁଣ୍ଡକୁ ରାଗ ବି ଚଢିଯିବ, ତ ସେଇ ଭିତରେ ବି ମୁଁ ଏତିକିଟା ଶିକ୍ଷା ଗ୍ରହଣ କରିପାରୁଛି ଯେ ଆମେ ଯଦି କଣ୍ଟ୍ରୋଲ ହିଁ ମାନେ ନିଜକୁ କହିବା, ମାନେ ଶାନ୍ତିରେ 2-3 ଥର ନିଶ୍ୱାସ ବି ନେବା, ତାହେଲେ ହୁଏତ ଆମର ମାନେ ରାଗଟା ବି କଣ୍ଟ୍ରୋଲ ହେଇଯାଇପାରେ। ଆଉ ସେତିକି ଗୋଟିଏ ଜିନିଷ। ଆଉ ତାପରେ ଆମେ ବହୁତ ଜିନିଷ ଅଛି, ଆମେ ରୋଷେଇ କଲା ବେଳେ ଯେମିତି ମାନସିକ ନେଇକି ରୋଷେଇ କରିବା, ଆମ ଘର ପରିବାର ତାକୁ ଖାଇବେ। ତେଣୁ ରୋଷେଇ କରିଲା ବେଳେ ସବୁବେଳେ ପଜିଟିଭ ଥିଙ୍କିଙ୍ଗ ରେ ହିଁ ରୋଷେଇ କରିଲେ ଭଲ। ଆଉ ପଜିଟିଭ ଥିଙ୍କିଙ୍ଗ ରେ କଲେ ସେ ତରକାରୀର ସ୍ଵାଦ ବି ଥାଏ। ଆଉ ନହେଲେ ଯଦି ଆପଣ ଚିଡଚିଡ ହେଇକି ଆପଣ ମାନେ କିଛି ଗୋଟେ ଇଏ ହେଇକି କରିବେ, ବିରକ୍ତି ଭାବ ହେଇକି କି କାହାକୁ ଗାଳି କରି କରି ଯଦି ରୋଷେଇଟା କରୁଥିବେ, ତାହେଲେ କିମ୍ବା ଅନ୍ୟ ବିଷୟରେ ଗାଈ ଗାଇକି ରୋଷେଇ କରୁଥିବେ, ଯେକୌଣସି ବି ଜିନିଷ ହଉ, ମୋର କହିବା କଥା ମାନେ ନେଗେଟିଭ କଥାଠୁ ଦୂରରେ ରହିକି ଆମେ ପଜିଟିଭ ଚିନ୍ତା କରିକି ଯଦି ଆମେ ରୋଷେଇଟାକୁ କରିବା, ନିଶ୍ଚିତ ଭାବରେ ସେଟା ଅମୃତ ହୋଇଯାଇଥାଏ। ସେଇଥିପାଇଁ ରୋଷେଇ କରିଲା ବେଳେ ସବୁବେଳେ ନାରୀକୁ ସାବଧାନ ହେଇକି ରହିବା ପାଇଁ ପଡେ। ଯେକୌଣସି ବି ସେ କାମଟା କରୁ, ସାଧାରଣ ପାଣି ଗିଲାସଟେ ବି ଯଦି ଜଣେ ଭଲ ମନରେ ଦେଇଥିବ, ତାହେଲେ ସେଇଟା ମାନେ ଆମ ପାଇଁ ପଞ୍ଚାମୃତ ସହିତ ସମାନ ହେଇଯିବ। ଆଉ ଏଇ ରୋଷେଇ ଯାହାବି ରୋଷେଇ କରନ୍ତୁ, କିନ୍ତୁ ପଜିଟିଭ ଥିଙ୍କିଙ୍ଗ ରେ ରୋଷେଇ କରିବା ଦରକାର। କିମ୍ବା ଠାକୁରଙ୍କ ନାମ ନେଇକି ଜପ କରିବା ଦରକାର। ଏସବୁ କରିଲେ କି ଭଲ ମୁଣ୍ଡରେ କିଛି ଗୋଟେ ମାନେ ପ୍ରଗତି କରିବା ପାଇଁ ଚିନ୍ତା କରିକି ଯଦି ଆମେ ରୋଷେଇଟି କରିଥିବୁ, ତାହେଲେ ନିଶ୍ଚିତ ଭାବରେ ମୁଁ କହୁଛି ମାନେ ପରିବାରରେ ହସ ଖୁସି ପୁରି ରହିଥାଏ। ଆଉ ରୋଷେଇଟା ଆପଣ ଯେମିତି କରିବେ ସେମିତି ହିଁ ହବ। ଆଉ ସେଇଟା ଯେହେତୁ ସେମାନେ ଖାଇବେ, ଯଦି ଆମେ ବିଷାକ୍ତ ଭାବରେ କରିଥିବୁ, ସେଇଟା ଖାଇଲେ ସେମାନେ ବିଷ ଖାଇଲା ଭଳିଆ ତାଙ୍କ ମୁଣ୍ଡରେ ସେଇଗୁଡା ପଶିବ। ତେଣୁକରି ଯେତେବେଳେ ବି ରୋଷେଇ କରାଯାଏ, ସେତେବେଳେ ଭଲ ଭାବରେ ରୋଷେଇ କରିବା ଦରକାର। ମାନେ ରୋଷେଇଟାରେ ଚିନ୍ତା କରିବା ଦରକାର। ସତରେ ମୁଁ ଆଗରୁ ବି ବହୁତ ଚିଡଚିଡ ହେଇଯାଏ, କାହିଁକି ନା ମୋର ବହୁତ କାମ ପେଣ୍ଡିଙ୍ଗ ରହିଯାଏ, ଯେତେବେଳେ ମୁଁ ଚିଡଚିଡ ହେଇକି ରୋଷେଇ କରେ। ହେଲେ ମୋ ପୁଅ ଟା ଛୋଟଟା ହେଇକି ବି ସେ ଯେତେବେଳକୁ ଦେଖେ ଶୁଣେ, ସେ ମତେ ବତେଇଲା, କହିଲା ମାମା ଦେଖ ଆଉ ସେ କଣ କହୁଛନ୍ତି। ତାପରେ ସେଠୁ ମୁଁ ମୋବାଇଲ ଦେଖିଲି। ମୋବାଇଲରେ ସେ କହିଲେ ଯେତେବେଳେ ବି ଆପଣ ରୋଷେଇ କରୁଛନ୍ତି, ଶାନ୍ତି ମନରେ ରୋଷେଇ କରନ୍ତୁ। ଆଉ ଯଦି ରୋଷେଇ କଲା ବେଳକୁ ଭଲ ଭାବନା ନେଇକି ରୋଷେଇ କରୁଥିବେ, ତାହେଲେ ସେଇଟା ଯୋଉମାନେ ଖାଇବେ, ସେମାନେ ମାନେ ଖାଦ୍ୟ ଟା ଭଲ ଜିନିଷ ଟା ଖାଇଲେ ବୋଲିକି ଜାଣିବେ। ଆଉ ଯଦି ଚିଡଚିଡ ହେଇକି କାମ କରିବେ କି ବିରକ୍ତ ହେଇକି କରିବେ, ରୋଷେଇଟା ହେଇଥିବ, ତାହେଲେ ସେଟା ବିଷ ଖାଇବା ସାଙ୍ଗରେ ସମାନ ହେଇଥିବ। ତେଣୁ ଆପଣ କହିଲେ ମୁଁ ଠିକ କହିଲି କି ଭୁଲ କହିଲି? ଆଉ ଏଇ କଥା ଭିତରେ ମୋର ପରିବା ବି ସିଝି ଗଲାଣି କିଛିଟା। ତାପରେ ମୁଁ ବର୍ତ୍ତମାନ ହେଲା ପାଣି ଦେଇ ଦଉଛି, କାହିଁକି ନା ଏଗୁଡା ସିଝିବା ପାଇଁ ବି ଟିକେ ଟାଇମ ଲାଗିବ। ତ ପାଣି ମୁଁ ଦେଇଦେଲି ଟିକେ ବେଶିକି। ଆଳୁ ସିଝି ନଥିଲା, ଆଳୁ ବି ସେଇ ଭିତରେ ମସଲା କଷି ହେଇଯାଇଥିଲା। ତାପରେ ପନିପରିବା ଦେଇ ଦେଇଥିଲି, ପନିପରିବା ବି ମସଲା ସାଙ୍ଗରେ ମିଶି ଯାଇଥିଲା। ଆଉ ଏବେ ହେଲା ମୁଁ ପାଣି ଦେଇଦେଲି ଏସବୁ ସିଝିବା ପାଇଁ। ତାପରେ ମୁଁ ଛାଡିଦେଲି। ଟମାଟୋ ରେଟ ଅଧିକ ହେତୁ ଟମାଟୋ ଆଉ ଆମର ଆସି ନଥିଲା। ଆଉ ମୁଁ ତେଣୁକରି ଏଇଭଳି କରିଥିଲି। ତାପରେ ଯେତେବେଳକୁ ଏଇଟା ଫୁଟିଲା, ମୁଁ ସେତେବେଳକୁ ଚିଙ୍ଗୁଡିକୁ ପକେଇଦେଲି। ଚିଙ୍ଗୁଡିକୁ ପକେଇକି ଘାଣ୍ଟି ଦେଲି। ତାପରେ ମୁଁ ତାକୁ ଲୋ ଫ୍ଲେମ ରେ ହିଁ ଛାଡିଦେଲି କିଛି ସମୟ ପର୍ଯ୍ୟନ୍ତ। ତ ମୁଁ କହିଲି ସେତିକି ଭିତରେ ଚିଙ୍ଗୁଡି ଗୁଡା ବି ସେଥିରେ ହେଇଯାଇଥିବ। ମାନେ ଚିଙ୍ଗୁଡି ତ ଅଲରେଡି ଭଜା ହେଇକି ଥିଲା, ହେଲେ ତା ସାଙ୍ଗରେ ମିଶିଯିବ। ଆଉ ଏଇ ପନିପରିବା ବି ସିଝିଯିବ। ତାପରେ ଦେଖୁ ଦେଖୁ ମୋର ତରକାରୀ ବି ପ୍ରସ୍ତୁତ ହେଇଗଲା। ଆପଣ ମାନଙ୍କୁ ମୋ ତରକାରୀ ଟି କିପରି ଲାଗିଲା? ଆଉ ଆଜିର ଭିଡିଓ ହେଲା ମୋର ଏତିକି। ଆଉ ରହିଲି, ଜୟ ଜଗନ୍ନାଥ। ଆଉ ଲାଇକ୍ ସବସ୍କ୍ରାଇବ କରିବାକୁ ଆପଣ ମାନେ ଜମାରୁ ବି ଭୁଲିବେନି। ଆଉ ଇଏ ଥିଲା ଆଜିର ଭ୍ଲଗ, ଆଉ କିଛି ନାରୀ ପାଇଁ ମୋଟିଭେସନ।
ଆଉ ଆଜି ଆମର ପୋଇ ଚିଙ୍ଗୁଡ଼ି ଆପଣଙ୍କୁ ତ ଦେଖେଇଦେଲି। ଆଉ ଏଇଟା ଫାଇନାଲ ରେଜଲ୍ଟ।